सेटा मु कहि परिबिनी जो माने मते देखिचंती मो यात्रा कैरियर स्टार्टिंग रो जो माने को आगरे मो थियरी हिची जो दर्शक मते रंगमल्लू प्रथमे देखिथिले तापर पृथ्वीराज देखिले तापर तुलसी रे देखिले ए वर्ष सूर्य मंदिर देखि आरंभ कले से माने जानि चंती कोडा है असंभव कोडा असंभव बाकी सब ए सब सुना कथा बेसी सुनियाटा बरछ ସାଇର କଳାକୁ ପ୍ରକୃତରେ ଚିହ୍ନିବା ପାଇଁ ଏଇ ନାଟକଟି ଦେଖିବାଟା ଜରୁରୀ। कला को चिन्ह पाई नो सब एटा मु एका काम करूनी नाटक रो एटा गोटे टीम वर्क हमर सब टेक्नीशियन समस्ते मिसिकी काम होउछु सब कलाकार को सहयोग रे काम अति सुंदर नाटकटी और युव पीढ़ी मानक ପାଇଁ नाटक ଭଲ ଲାଗିବ ତମକୁ ये नाटक भीतर आम देखु कि रोमांटिक सीन अच्छी झगड़ा मत इमोशनल नाटक कौन एक्चुअली अच्छी एमती एक्चुअली गोटे जमती जेन्युइन स्टोरी जमती आसे सब परिवार बसिक देखि परिबे नाटक बाकी जो मझिरे मझिरे ट्विस्ट अछि से दर्शक देखि जाय ट्विस्ट मजला में देखुची गोटे गीत टे भारी भाइराल इष्ट आ ये नाटक भीतर सामंजस्य कौन अच्छी କିଛି ଆପଣ କହୁଛନ୍ତି ରିବନ ଭିତରେ 2.0 ସେଇଟା ଏଇ ବର୍ଷ ସୂର୍ଯ୍ୟମଣିଙ୍କର ଆଜି ସବୁ 57 ନାଟକରେ ଅଛି ସାର୍ ଲାଷ୍ଟ ଗୋଟେ ଅଛି ଛୋଟ ସସ୍ପେନ୍ସ ଜିନିଷ ଅଛି नहीं आग हिरोइन कथा हबनी तापर तमे रिबन गीत गीत गाइकी मन देबो ना कोन ବାସ୍ ସେଇ ଟାଇପର କିଛି ଅଛି ତାଦେହରେ ଆଉ ଗୋଟେ ଦେଖିବା ପାଇଁ ମିଳିଛି ଆପଣ ପାୟଲଙ୍କ ସାଙ୍ଗରେ ଗୋଟେ ସୁନ୍ଦର ଗୋଟେ ଡ୍ୟାନ୍ସଟେ ଅଛି କେମିତିକା ଲାଗିଲା ଆଗରୁ ତ ପାଇ ଆପଣ ତାଙ୍କ ସାଙ୍ଗରେ ନେଗେଟିଭ ରୋଲ କରୁଥିଲେ ଆ ଦେହରେ କଣ ଅଛି ରିଆଲିଟି ସେରେ ଆଣ୍ଟି କ୍ୟାରେକ୍ଟର ଗୋଟେ ଫାଷ୍ଟ କେମିତି ଅଛି ଦିଲ୍ ଯାଉଛନ୍ତି ଆପଣ ସୁଧୁରୁଚି କି दीटा नाटक गोटे हिलियन आ गोटे रागिछी की कथा होड लोक रागिछी की कथा को अधिक काई पसंद करछनी माने कोन डिसाइड आबिते कोन देखेले ନାଇଁ ନାଇଁ ସେମିତି କିଛି ନାହିଁ ତାର ବହୁତ କିଛି ବହୁତ ନାଟକରେ ଶିଖିବାର ଅଛି ଭଲ ମେସେଜ ଅଛି ଯୋଉଟା କି ଯୁବପିଢି ମାନେ ଏବେକା ଜେନେରେସନ ମାନଙ୍କ ପାଇଁ ସେ ନାଟକଟା ଆଉ ବହୁତ ପୁରୁଣା ଲୋକ ଦେଖିଲେ ବି ପୁରୁଣା ବର୍ଷ ଦେଖିଲେ जेनजी माने नाटक देखंतु बोले अपन टे रोमांटिक टाइटल देले ନାଇଁ ନାଇଁ ସେମିତି କିଛି ନାହିଁ ତା ବିଷୟରେ କଥା ହବ ସେମିତି ଟାଇଟଲ ବି କଣ ଅଛି ବୋଲି ଆଶା ଅଛି ନାଟକ ଭିତରେ ଆପଣ ଗୋଟେ ଜିକେ କହୁଛନ୍ତି ସେଇଠି ଏସିଆ ମହାଦେଶରେ କେତେ ଅଛି ପାଠ ପଢେଇ ଦଉଛନ୍ତି ନା ଭିତରେ ନାଇଁ, ସେମିତି ନାହିଁ କିଛି ଗୋଟେ ହିରୋଇନ କି ଯେତେବେଳେ ଅଲଗା ପିଲାମାନେ ଟିକେ ଡିଷ୍ଟର୍ବ କରୁଛନ୍ତି ସେ ସମୟ ଯାଉଛି ତାଙ୍କୁ ଆପଣ रिबन गीत गीत जो चालुछि ଆମେ ଦେଖିଛୁ ତଳେ ମଧ୍ୟ ପିଲାମାନେ ନାଚ କରୁଛନ୍ତି रिबन गीत गीत ଏତେ ସକ୍ସେସ ହବା ଏବଂ 60,000 ଅଧିକ ଲୋକ ରିଲ୍ସ କରିବା ଏବଂ ସୋସାଇଟି ରେ ଟ୍ରେଣ୍ଡ ସୃଷ୍ଟି ହବା କରୁଛନ୍ତି ଚାଳିଶ ତ 60,000 ଲୋକଙ୍କୁ ମୁଁ କହିବି ସମସ୍ତେ କମ୍ପଲସରି ରେସ୍ କରନ୍ତୁ ସମସ୍ତଙ୍କୁ ଭଲ ଲାଗୁଛି ପ୍ରଥମ रिबन गीत ଗୀତ ଅପେକ୍ଷା ଦ୍ୱିତୀୟଟା ବହୁତ ଦିନ ଦେଖ ସାଇଙ୍କ ଲୁକ୍ ପାଇଁ ନା ଗୀତ ପାଇଁ ନା କଣ ପାଇଁ ଗୀତ ପାଇଁ ଗୀତ ପାଇଁ ସବୁଆଡେ ଚର୍ଚ୍ଚା ଯେ ସାଇ ତା ଦେହରେ ହାତବୁନା ଗୀତ ବି ସାଇ ତା ଦେହରେ ସବୁ ସେୟା କାମ ଯିବାରୁ ବେଶୀ ଭାଇରାଲ ହେଇଯାଉଛି ବୋଲି ନାଇଁ ସେମିତି ଭିତରେ ବହୁତ ସୁନ୍ଦର ହେଇଛି ରାଗିଛ କି କଥା ହଉନି ନାଟକ ଗୋଟେ ପରେ ଗୋଟେ ବାରମ୍ବାର ସେ ବହିକୁ ମତେ ରିପିଟ କରାଯାଉଛି ବହିରେ ଏମିତି କଣ ଅଛି ଯେ ଯୋଉ ଅଛନ୍ତି କମିଟି ବାଲା ମାନେ ବାରମ୍ବାର ବହିକୁ ରିପିଟ କରୁଛନ୍ତି ନାଟକଟି ଫାଷ୍ଟ ଟୁ ଲାଷ୍ଟ ଅଟପୁଟ ଏଣ୍ଟରଟେନମେଣ୍ଟ ହେବେ ତାପରେ ତାଙ୍କୁ ଫିଲ୍ ହଉଥିଲେ କମିଟି ଘରେ ଘର ଲୋକ ଆସି ନାଟକ ଦେଖିଲେ ବାପା ଆସିକି ଦେଖିଦେଇଥିଲେ ଆସିବ ଦେଖିବା ପାଇଁ ଭଲ ଲାଗିଲା ଯେ ବାପା କୋଉ ନାଟକ ଭଲ କହିଲେ ଭିଲିଆନ ଟାକୁ ଭଲ କହିଲେ ରାଗିଛ କି କଥା ଭଲ କହିଲେ ସାଇକୁ କୋଉଟା ଭଲ ଲାଗୁଛି ମତେ ଦେଖନ୍ତୁ ଯଦି ମୋ ଏଇ ଯୋଉ 3 ବର୍ଷ ଯାତ୍ରା କ୍ୟାରିୟର କଥା କହିବି 7 ବର୍ଷ ଚାଲିଲା ଏଇ ଯୋଉ ଯାତ୍ରା କ୍ୟାରିୟରରେ ଏଇ ଟାଇପର ଯୋଉ ରାଗିଛନ୍ତି କଥା ନାଟକଟା ମୁଁ ଏଇ ଟାଇପର ପ୍ୟାଟର୍ନ ନାଟକ କେବେ କରିବି କ୍ୟାରେକ୍ଟର ଏଇଟା ଆଉ ଏତେ କାମ ଯେତିକି ସବୁ ଦିଆ ଅଛି ସେତିକି କାମ ଆଗରୁ କେମିତି କରିନାହିଁ ସମସ୍ତେ କୁହନ୍ତି ସାଇଙ୍କୁ କୁଆଡେ ଅଭିନୟ ଆସିନି ସାଇ କୁଆଡେ ସାପ ପାଇଁ ଫେମସ ଥିଲେ କିନ୍ତୁ ଏବେ ତ ସାପ ନାହିଁ ଏବେ ପୁଣି 15,000 ଦର୍ଶକ ଏତେ ଲୋକ ଏତେ ହାଉସଫୁଲ କେମିତି ହଉଛି ସେଇଟା ମୁଁ କହିପାରିବିନି ଯୋଉମାନେ ମତେ ଦେଖିଛନ୍ତି ମୋ ଯାତ୍ରା କ୍ୟାରିୟର ଷ୍ଟାର୍ଟିଂ ରୁ ଯୋଉମାନଙ୍କ ଆଗରେ ମୋ ତିଆରି ହେଇଛି ଯୋଉ ଦର୍ଶକ ମତେ ରଙ୍ଗମଲ୍ଲୁ ପ୍ରଥମେ ଦେଖିଥିଲେ ତାପରେ ପୃଥ୍ୱୀରାଜ ଦେଖିଲେ ତାପରେ ତୁଳସୀରେ ଦେଖିଲେ ଏ ବର୍ଷ ସୂର୍ଯ୍ୟ ମନ୍ଦିର ଦେଖିବା ଆରମ୍ଭ କଲେ ସେମାନେ ଜାଣିଛନ୍ତି କୋଉଟା ଅସମ୍ଭବ କୋଉଟା ଅସମ୍ଭବ ବାକି ସବୁ
ଏଇସବୁ ଶୁଣା କଥା ବେଶୀ ଶୁଣିବାଟା ଭଲ। ସାଇର କଳାକୁ ପ୍ରକୃତରେ ଚିହ୍ନିବା ପାଇଁ ଏଇ ନାଟକଟି ଦେଖିବାଟା ଜରୁରୀ। କଳାକୁ ଚିହ୍ନିବା ପାଇଁ ନୁହଁ, ସବୁ ଏଇଟା ମୁଁ ଏକା କାମ କରୁନି ଏଇ ନାଟକରେ, ଏଇଟା ଗୋଟେ ଟିମ୍ ୱାର୍କ। ଆମର ସବୁ ଟେକ୍ନିସିଆନ ସମସ୍ତେ ମିଶିକି କାମ ହଉଛି, ସବୁ କଳାକାରଙ୍କର ସହଯୋଗରେ କାମ। ଆମେ ଦେଖିଛୁ ଲୋକ ମଧ୍ୟ ଆସୁଛନ୍ତି ମଧ୍ୟ ରହୁଥିଲୁ ସାଇ ଏଇ ନାଟକରେ ଟିକେ ଭଲ ଅଲଗା ନାଟକରେ କଣ ସାଇ ଭଲ ନାଇଁ ନାଇଁ ସେମିତି କିଛି ନାହିଁ, ସବୁ ସବୁ ନାଟକ ମୋ ପାଇଁ ସମାନ, ଏଇଟା ଟିକେ ଅଲଗା ଆଉ ବାସ୍। ଡାନ୍ସ କରିବାକୁ ଭାରି ଭଲ ପାଆନ୍ତି। ରିଭନ ଗୀତ ଡାନ୍ସ କରିବାକୁ ଶିଖିବାକୁ କେତେ ସମୟ ଲାଗିଥିଲା? ସେମିତି ଦିଟା କ୍ଲାସ ରେ ହିଁ ଶିଖିଥିଲୁ, ଟାଇମ ବେଶୀ ନଥିଲା। ରିଭନ ବି ଶିଖେ କଣ କହିଲେ? ରିଭନ ବି ବହୁତ ଜଲ୍ଦି ଶିଖି ଯାଇଥିଲେ। ଭିତରେ ଏମିତି ମତେ ନାଚ ଆସେନି କିଛି, ଚେଷ୍ଟା କରୁଛି କରିବାକୁ। ଭାବିଥିଲେ କଣ ରିଭନ ଏତେ ଭାଇରାଲ ହବ? ଗୀତରେ ଏମିତି କଣ ଅଛି ଲୋକ ଭାଇରାଲ ହଉଛନ୍ତି? ଗୀତରେ କଣ ଅଛି ଗୀତ ଶୁଣିଲେ ଜାଣିବେ, ସେମିତି କିଛି ନାହିଁ। ନା ଆପଣ ମଧ୍ୟ ଭାଇ କିଛି ନାହିଁ। ଭାଇ ଯେତେବେଳେ ଆପଣ ଦେଖିଲେ ଯେ 10,000 ଲୋକ ତା ଦେହରେ ରିଲ୍ କରିଛନ୍ତି, କେମିତି ଲାଗେ ଆପଣଙ୍କୁ? ଖୁସି ଲାଗିବ ନିହାତି। ଆପଣ କେତେଟା ରିଲ୍ କଲେଣି? ମୁଁ 2-3ଟା କରିଛି। ମାନେ ଆହୁରି ମଜା ଆସିଯାଉଥିବ ରିଲ୍ କରିବାକୁ। ଦର୍ଶକ ମାନଙ୍କୁ କଣ କରିବାକୁ ଚାହିଁବେ? ଦର୍ଶକ ମାନଙ୍କୁ ଏତିକି କହିବା ପାଇଁ ଚାହିଁବି, ଯାତ୍ରାକୁ ଯେମିତି ଭଲ ପାଉଛନ୍ତି, ଯାତ୍ରା କଳା ସଂସ୍କୃତିକୁ ଯେମିତି ଭଲ ପାଉଛନ୍ତି ସେମିତି ଭଲ ପାଉଥାନ୍ତୁ, ବାସ୍ ଏତିକି ହିଁ କହିବି। ମୋ ସିନ୍ ପଡିଲାଣି, ମୁଁ ଆସୁଛି।